ଆଜି ଆମେ ପଢିବା ପିଲାମାନେ ଅନୁଶୀଳନୀ 5F ର କନସେପ୍ଟ। ଠିକ ଅଛି। ଅନୁଶୀଳନୀ 5F ରେ କଣ ସବୁ କନସେପ୍ଟ ରହିଛି ଆଜି ଆମେ ପଢିବା। ତ ଅନୁଶୀଳନୀ 5F ରେ ଯୋଉ କନସେପ୍ଟ ରହିଛି ସେଇଟା ହଉଛି ପିଲେ ରମ୍ବସର କ୍ଷେତ୍ରଫଳ। ତ ରମ୍ବସ ସମ୍ପର୍କିତ ସବୁ କିଛି ଜିନିଷ ଆମେ ଏଠି ଜାଣିବା ପାଇଁ ଯାଉଛୁ ପିଲେ। ପ୍ରଥମେ ରମ୍ବସ କାହାକୁ କୁହାଯାଏ, ତାପରେ ତାର କଣ ସବୁ ଫର୍ମୁଲା ରହିଛି, ଏଠି ସବୁ ଜିନିଷ ଆମେ ପଢିବା ପାଇଁ ଯାଉଛୁ। ତ ପ୍ରଥମେ ଜାଣିବା କି ରମ୍ବସ ଆମେ କାହାକୁ କହୁଛୁ। ଏଠି ସଂଜ୍ଞା ଅଛି ପିଲେ କି ଯେଉଁ ସାମନ୍ତରିକ ଚିତ୍ରର ଦୁଇଟି ସନ୍ନିହିତ ବାହୁର ଦୈର୍ଘ୍ୟ ପରସ୍ପର ସମାନ। ବୁଝିଲା ପିଲେ। ତ ଏଠି ଆମେ ଜାଣିଗଲୁ ଯେ ରମ୍ବସ ଗୋଟେ ସାମନ୍ତରିକ ଚିତ୍ର ପିଲେ। ଆଉ ଯେଉଁ ସାମନ୍ତରିକ ଚିତ୍ରର ଆମେ ତ ଜାଣିଛୁ ସାମନ୍ତରିକ ଚିତ୍ରରେ କଣ ହୁଏ ପିଲେ, ଆମେ ଜଷ୍ଟ ପୂର୍ବ କନସେପ୍ଟରେ ଆମେ ପଢିଥିଲୁ କି ସାମନ୍ତରିକ ଚିତ୍ରର ବିପରୀତ ବାହୁ ମାନେ ସମାନ ହୁଏ ବୋଲି ଆମେ ପଢିଥିଲୁ। ବିପରୀତ ବାହୁ ମାନେ ସମାନ ହୁଏ ବୋଲି ପଢିଥିଲୁ। କିନ୍ତୁ ଏଠି କଣ କହୁଛି କି ଯେଉଁ ସାମନ୍ତରିକ ଚିତ୍ରରେ ସନ୍ନିହିତ ବାହୁର ଦୈର୍ଘ୍ୟ ପରସ୍ପର ସମାନ। ସନ୍ନିହିତ ବାହୁ କାହାକୁ କୁହାଯାଏ? ତ ଯେଉଁ ଦୁଇଟି ବାହୁ ପାଖାପାଖି ଥାନ୍ତି ପିଲେ ସେମାନଙ୍କର କମନ ଶୀର୍ଷବିନ୍ଦୁ, ସାଧାରଣ ଶୀର୍ଷବିନ୍ଦୁ ଥାଏ, ସେଇ ଦୁଇଟି ବାହୁକୁ ଆମେ କଣ କହୁ? ଆମେ ସନ୍ନିହିତ ବାହୁ ବୋଲି କହୁ। ତ ଏଠି ସନ୍ନିହିତ ବାହୁ ମାନେ ସମାନ ହେବେ। ବୁଝିହେଲା। ତାର ଅର୍ଥାତ ହେଲା ସନ୍ନିହିତ ବାହୁ ଯଦି ସମାନ ହେଲା ପିଲେ, ତ ଏହାର ସନ୍ନିହିତ ବାହୁ ଏଇଟା, ଆଉ ଏହି ବାହୁର ସନ୍ନିହିତ ବାହୁ ଏଇଟା ବି, ଏମାନେ ପରସ୍ପର ସନ୍ନିହିତ। ଏଇ ଦୁଇଟି ବାହୁ ପରସ୍ପର ସନ୍ନିହିତ। ତ ତାର ଅର୍ଥାତ ହେଲା ସବୁ ବାହୁ ସମାନ। ସବୁ ବାହୁ ସମାନ ମାନେ ସବୁ ବାହୁର ଦୈର୍ଘ୍ୟ ସମାନ। ବୁଝିହେଲା। ତ ଯେଉଁ ସାମନ୍ତରିକ ଚିତ୍ରର ସବୁ ବାହୁ ସମାନ ଆମେ ତାହାକୁ କଣ କହିବା? ଆମେ ରମ୍ବସ ବୋଲି କହିବା। ତ ରମ୍ବସ ସମ୍ବନ୍ଧରେ କଣ ସବୁ ଜ୍ୟାମିତିକ ତଥ୍ୟ ରହିଛି ଆମେ ଦେଖିବା କି ରମ୍ବସ ଏକ ସ୍ୱତନ୍ତ୍ର ପ୍ରକାରର ସାମନ୍ତରିକ ଚିତ୍ର। ଏଇଟା ତ ସାମନ୍ତରିକ ଚିତ୍ର, କିନ୍ତୁ ସେଇ ସାମନ୍ତରିକ ଚିତ୍ର ଭିତରେ ଆଉ କିଛି ସ୍ପେଶିଆଲିଟି ରହିଛି, ଆଉ କିଛି ସ୍ୱତନ୍ତ୍ରତା ରହିଛି। ତେଣୁକରି ଆମେ ରମ୍ବସକୁ କଣ କହିଥାଉ? ଏଇଟା ଗୋଟେ ସ୍ପେଶିଆଲ ଟାଇପର ଗୋଟେ ସାମନ୍ତରିକ ଚିତ୍ର। ବୁଝିହେଲା। ତେଣୁକରି ଆମେ କହିଥାଉ ସମସ୍ତ ସାମନ୍ତରିକ ଚିତ୍ର ରମ୍ବସ ନୁହନ୍ତି, କିନ୍ତୁ ସମସ୍ତ ରମ୍ବସ ଗୋଟେ ଗୋଟେ ସାମନ୍ତରିକ ଚିତ୍ର ବୋଲି ଆମେ କହିଥାଉ। ବୁଝିହେଲା। ତ ଏଠି କଣ ହୁଏ? ଚାରୋଟି ଚାରୋଟି ଯାକ ବାହୁର ଦୈର୍ଘ୍ୟ ପୁରା ସମାନ। ବୁଝିହେଲା ପିଲେ। ଚାରୋଟି ଯାକ ବାହୁର ଦୈର୍ଘ୍ୟ ମୁଁ ଏଠି ଦେଖାଇ ଦଉଛି ତମମାନଙ୍କୁ କି ଏଇ ଯୋଉ ବାହୁ ଏଇ ବାହୁ ସାଙ୍ଗେ ସମାନ, ଏଇ ବାହୁ ଏଇ ବାହୁ ସାଙ୍ଗେ ସମାନ, ଏବଂ ଏଇ ବାହୁ ଏଇ ବାହୁ ସାଙ୍ଗେ ସମାନ। ଏମିତି ଚାରୋଟି ବାହୁ ପୁରା ସମାନ ପିଲେ। ବୁଝିହେଲା। ତ ଏଇଟା ସାମନ୍ତରିକ ଚିତ୍ର ବି। ସାମନ୍ତରିକ ଚିତ୍ର ପିଲେ କଣ ପିଲେ? ଏ ବାହୁ ସାଙ୍ଗେ ଏ ବାହୁ ସମାନ୍ତର, ଏବଂ ଏଇ ବାହୁ ସାଙ୍ଗେ ଏଇ ବାହୁ ସମାନ୍ତର। ବିପରୀତ ବାହୁ ମାନେ ସମାନ୍ତର ଏବଂ ସମାନ ବି ପିଲେ। ଚାରୋଟି ବାହୁ ସମାନ ବେଲେ ବିପରୀତ ବାହୁ ବି ସମାନ। ତ ସାମନ୍ତରିକ ଚିତ୍ରର ଯାହା କିଛି ବି ଆମେ କଣ୍ଡିସନ, ଯାହା କିଛି ବି ତାର ଧର୍ମ ସବୁ ପଢିଥିଲୁ, ଏଠି ତ ସବୁ ଲାଗୁ ହେବ। ତାହା ଲାଗୁ ହେବା ସହିତ ଆଉ କିଛି ଜିନିଷ ବି ଲାଗୁ ହେଉଛି, ସେଇଟା ହଉଛି ତାର ଚାରୋଟି ବାହୁ ସମାନ। ଏଇଟା ଥିଲା 2 ନମ୍ବର ପଏଣ୍ଟ ବେଲେ। ତାପରେ 3 ନମ୍ବର ପଏଣ୍ଟ ଦେଖିବା ବେଲେ 3 ନମ୍ବର ପଏଣ୍ଟ କଣ କହୁଛି କି ଏହାର କର୍ଣ୍ଣଦ୍ୱୟ ପରସ୍ପରକୁ ସମକୋଣରେ ସମଦ୍ୱିଖଣ୍ଡ କରନ୍ତି। ଏହାର କର୍ଣ୍ଣଦ୍ୱୟ ଆମେ ସାମନ୍ତରିକ ଚିତ୍ରରେ ପଢିଥିଲୁ କି କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି, କିନ୍ତୁ କେତେ ଡିଗ୍ରୀରେ ସମଦ୍ୱିଖଣ୍ଡ କରନ୍ତି ସେଟା ସାମନ୍ତରିକ ଚିତ୍ର କହେ ନାହିଁ ପିଲେ। ସେମିତି କିଛି ସ୍ପେଶିଆଲିଟି ବି ନାହିଁ। କିନ୍ତୁ ଯଦି ରମ୍ବସ ହେଇଗଲା ସେଇ ସାମନ୍ତରିକ ଚିତ୍ର, ସେମାନେ ପରସ୍ପରକୁ ସମକୋଣରେ, ତାର ଅର୍ଥାତ ହେଲା 90 ଡିଗ୍ରୀରେ ସମଦ୍ୱିଖଣ୍ଡ କରିବେ। ସମାନ ତ ହେବେ ଏ ଦୁଇଟା, ଆଉ ଏ ଦୁଇଟା ତ ସମାନ ହେବେ, କିନ୍ତୁ ସେମାନଙ୍କ ଭିତରେ ଯୋଉ କୋଣ ତିଆରି ହେଉଛି ପିଲାମାନେ, ସେହି କୋଣ ହେଉଛି କେତେ? 90 ଡିଗ୍ରୀ। ସେଇ କୋଣ କେତେ ଡିଗ୍ରୀ? 90 ଡିଗ୍ରୀ। ଏଇଟା 90 ଡିଗ୍ରୀ, ଏଇଟା ବି 90 ଡିଗ୍ରୀ। ଏଇଟା ଥିଲା ଥାର୍ଡ ପଏଣ୍ଟ, ଏମିତି କହୁଛି ପିଲେ। ଏବଂ ଫୋର୍ଥ ପଏଣ୍ଟ କଣ କହୁଛି ପିଲେ? ପ୍ରତ୍ୟେକ ରମ୍ବସ ତାହାର କର୍ଣ୍ଣଦ୍ୱୟ ଦ୍ୱାରା ଚାରୋଟି ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜରେ ବିଭକ୍ତ ହୁଏ। ଆମେ ସାମନ୍ତରିକ ଚିତ୍ରରେ ପଢିଥିଲୁ କି ଯୋଉ ଚାରୋଟି ତ୍ରିଭୁଜ ତିଆରି ହଉଛି ସେମାନଙ୍କର କ୍ଷେତ୍ରଫଳ ସମାନ ବୋଲି। କିନ୍ତୁ ଏଠି କଣ କହୁଛି ପିଲେ? ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜରେ ବିଭକ୍ତ ହୁଏ। ଯେହେତୁ କର୍ଣ୍ଣଦ୍ୱୟ ପରସ୍ପରକୁ 90 ଡିଗ୍ରୀ କୋଣରେ ଛେଦ କରୁଛନ୍ତି, ତେଣୁକରି ଏଠି ଆମେ କଣ କହିବା? ସେମାନେ ଯୋଉ ଚାରୋଟି ତ୍ରିଭୁଜରେ ବିଭକ୍ତି ହେଉଛନ୍ତି, ସେମାନେ ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜ। ଖାଲି ତ୍ରିଭୁଜ ନୁହେଁ, ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜରେ ଭାଗ ଭାଗ ହେଇଯାଉଛନ୍ତି। ଚାରୋଟି ଭାଗ ସମାନ ଭାଗରେ ହେଇଯାଉଛନ୍ତି। ତ ଏଇଟା ତ୍ରିଭୁଜ ନୁହେଁ ପିଲେ। ତ୍ରିଭୁଜ ତ ତ୍ରିଭୁଜ ତ କିନ୍ତୁ ତ୍ରିଭୁଜ ନୁହେଁ ବୋଲି କଣ କହିଲେ ପିଲେ? ଖାଲି ତ୍ରିଭୁଜ ନୁହେଁ, ଏଇଟା ସମକୋଣୀ ତ୍ରିଭୁଜ। ଆମେ କୋଉ ଟାଇପର ତ୍ରିଭୁଜ ଆମେ ଜାଣିଗଲୁ ପିଲେ। ବୁଝିହେଲା। ଏଇଟା ସମକୋଣୀ ତ୍ରିଭୁଜ, ଚାରୋଟି ସମାନ ସମକୋଣୀ ତ୍ରିଭୁଜରେ ବିଭକ୍ତ କରିଦଉଛି କଣ ପିଲେ? ଏଇ ଯୋଉ କର୍ଣ୍ଣଦ୍ୱୟ। ଏଇଟା ଥିଲା ଫୋର୍ଥ ପଏଣ୍ଟ ପିଲେ। ତାପରେ ଫିଫ୍ଥ ପଏଣ୍ଟ କଣ ଦେଖିବା କି ପ୍ରତ୍ୟେକ କର୍ଣ୍ଣ, ଏଇଟା ଗୋଟେ କର୍ଣ୍ଣ ଏବଂ ଏଇଟା ଗୋଟେ କର୍ଣ୍ଣ, ଏମିତି ଆମେ ଦୁଇଟି କର୍ଣ୍ଣ ପାଉଛୁ। ପ୍ରତ୍ୟେକ କର୍ଣ୍ଣ କଣ?
ରମ୍ବସ ର ଦୁଇଟି ବିପରୀତ କୋଣକୁ ସମଦ୍ୱିଖଣ୍ଡ କରେ। ଏବଂ ଏଇ ଯୋଉ ଦୁଇ କୋଣ ଆମେ ପାଉଛୁ, ଏଇ ଯୋଉ ଦୁଇ କୋଣ ପାଉଛୁ, ଏଠି ବି ବିପରୀତ କୋଣ ଯୋଉ ପାଉଛୁ କର୍ଣ୍ଣ ମାନେ ଯୋଉ ଅଛନ୍ତି ବିପରୀତ କୋଣ ସମାନ ଦୁଇ ଖଣ୍ଡ କରୁଛନ୍ତି ପିଲେ। ଏଇ କୋଣ ଯେତେ ହେବ ଏଇ କୋଣ ବି ସେତେ ହେବ। ବୁଝିହେଲା? ସମାନ ଦୁଇ ଖଣ୍ଡ। ଏବଂ ଏଇ କୋଣ ଯେତେ ହେବ ଏଇ କୋଣ ବିପରୀତ କୋଣ ମାନେ ତ ସମାନ ହୁଏ ପିଲେ। ଯେହେତୁ ଏଇଟା ସାମାନ୍ତରିକ ଚିତ୍ର ବିପରୀତ କୋଣ ମାନେ ସମାନ ହେବେ। ତାର ଅର୍ଥାତ ହେଲା ଏଇ କୋଣ ସମାନ ହେଲା ବେଳେ ଏଇ କୋଣ ଏବଂ ଏଇ କୋଣ ବି ସମାନ ହେଇଯିବେ। ସମାନ ଦୁଇ ଖଣ୍ଡ ହେଇଯିବେ। ଏଇଟା ଆଉ ଏଇଟା ସମାନ। ଏଇଟା ଆଉ ଏଇଟା ସମାନ। ବୁଝିହେଲା? ଏଇ ଦୁଇଟା ସମାନ। ତ ଏମାନେ ସମାନ ଦୁଇ କୋଣ କୋଣରେ ସମାନ ଦୁଇ ଖଣ୍ଡ କୋଣରେ ଭାଗ ହେଇଯିବେ। ତ କର୍ଣ୍ଣ କଣ କରୁଛି? ଏଇ ଯୋଉ କୋଣ ଆମେ ପାଉଛୁ ବିପରୀତ କୋଣକୁ ସମାନ ଦୁଇ ଖଣ୍ଡ କରେ। ବୁଝିହେଲା? ସମାନ ଦୁଇ ଖଣ୍ଡ କରେ ବିପରୀତ କୋଣ ମାନେ। ଏଠି ଆଉ ଥରେ କରିଦଉଛି। ତ ଏଇ ଯୋଉ କୋଣ ଆମେ ପାଉଛୁ ଏଇ କୋଣ ସାଙ୍ଗେ ଏଇ କୋଣ ସମାନ। ଏବଂ ଏଠି ଯୋଉ ପାଉଛୁ ଆମେ ଏଇ କୋଣ ସାଙ୍ଗେ ଏଇ କୋଣ ସମାନ। ଏବଂ ଆମେ ଜାଣିଛୁ ଏଇଟାର ଟୋଟାଲ କୋଣ ଏଇ ଟୋଟାଲ କୋଣ ସାଙ୍ଗେ ସମାନ ବିପରୀତ କୋଣ ଏମାନେ। ସେଇପରି ଏଇ ଯଦି ଆମେ କର୍ଣ୍ଣକୁ ଦେଖିବା ଏଇ କୋଣ ସାଙ୍ଗେ ଏଇ କୋଣ ସମାନ। ଏଠି ବି ଯଦି ଦେଖ ଏଇ କୋଣ ସାଙ୍ଗେ ଏଇ କୋଣ ସମାନ। ବୁଝିହେଲା? ଏବଂ ଏଇଟା ବିପରୀତ କୋଣ ମାନେ ବି ସମାନ। ଏଇଟା ଥିଲା 5th ନମ୍ବର ପଏଣ୍ଟ ପିଲେ। ଏବଂ 6th ନମ୍ବର ପଏଣ୍ଟ କଣ କହୁଛି ପିଲେ? ରମ୍ବସର ଦୁଇ ଯୋଡା ସମାନ୍ତର ବାହୁ ରମ୍ବସର ଦୁଇ ଯୋଡା ଯୋଉ ସମାନ୍ତର ବାହୁ ମଧ୍ୟରେ ଯୋଉ ବ୍ୟବଧାନ ରହିଛି ପରସ୍ପର ସମାନ। ତ କଣ କହୁଛି? ଦୁଇ ଯୋଡା ସମାନ୍ତର ବାହୁ। ଦୁଇ ଯୋଡା ସମାନ୍ତର ବାହୁ କୋଉଟା ପିଲେ? ସମାନ୍ତର ବାହୁ ଏଇଟା ଆଉ ଏଇଟା ଗୋଟେ ଯୋଡା ହେଲା ଏବଂ ଏଇଟା ଗୋଟେ ଯୋଡା ହେଲା। ଏମିତି ଦୁଇ ଯୋଡା ଆମେ ସମାନ୍ତର ବାହୁ କରୁଛୁ। ଏମାନଙ୍କ ଭିତରେ ଯୋଉ ବ୍ୟବଧାନ ଏଇ ଯୋଉ ବ୍ୟବଧାନ ଅଛି ବା ଲମ୍ବ ବା ଦୂରତ୍ୱ କହିପାର ବା ଉଚ୍ଚତା କହିପାର। ଲମ୍ବ କହିଲେ ଚଲିବ ବା ଉଚ୍ଚତା କହିଲେ ଚଲିବ। ଏମାନେ ପରସ୍ପର ସମାନ। ଏମାନେ ପରସ୍ପର ସମାନ। ଦୁଇ ଯୋଡା ସମାନ୍ତର ବାହୁ ମଧ୍ୟରେ ଯୋଉ ବ୍ୟବଧାନ ରହିଛି ଏଇଟା ସବୁବେଳେ କଣ ହୁଏ? ସମାନ ହୁଏ। ଏ ଯୋଉ ଆମେ ପାଉଛୁ ଏଇ ବ୍ୟବଧାନ ତ ସବୁବେଳେ ସମାନ ପିଲେ। ଯେହେତୁ ଆମେ ସମାନ୍ତର ପାଉଛୁ ନା ପିଲେ ତେଣୁକରି ସମାନ ବୋଲି କହିପାରିବା। ବୁଝିହେଲା? ତ କର୍ଣ୍ଣ ଏମିତି ଲମ୍ବା ବି ହେଇପାରେ ପିଲେ। ଏମିତି ଲମ୍ବା ବି ହେଇପାରେ। ବୁଝିହେଲା? ଏଇ ଯୋଉ ବ୍ୟବଧାନ ଆମେ ପାଉଛୁ ଏଇ ବ୍ୟବଧାନ ବୁଝିହେଲା? ଏଇ ବ୍ୟବଧାନ ଏଇ ଦୁଇ ଯୋଡା ସମାନ୍ତର ବାହୁ ମଧ୍ୟରେ ଏମାନଙ୍କ ଭିତରେ ଯୋଉ ବ୍ୟବଧାନ ଅଛି ଏମାନଙ୍କ ମଧ୍ୟରେ ବି ସେଇ ବ୍ୟବଧାନ ରହିବ ବୋଲି। ବୁଝିହେଲା? ଏଇ ଯୋଉ ବ୍ୟବଧାନ ଦେଖୁଛ ସମାନ ବ୍ୟବଧାନ ହେଇଥାଏ। ତମେ ଯେତେ ପତଲା ରମ୍ବସ ବି ବନେଇବ ପିଲେ କିଛି ଅସୁବିଧା ନାହିଁ। ବୁଝିହେଲା? ଏଇ ଯୋଉ ବ୍ୟବଧାନ ପାଉଛ ଏଇ ବ୍ୟବଧାନ ଏଇ ଯୋଡା ମଧ୍ୟରେ ଯୋଉ ବ୍ୟବଧାନ ହେବ ଏଇ ଯୋଡା ମଧ୍ୟରେ ବି ସେଇ ବ୍ୟବଧାନ ହେବ। ବୁଝିହେଲା? ତ ରମ୍ବସ ଦୁଇ ଯୋଡା ସମାନ୍ତର ବାହୁ ମଧ୍ୟରେ ବ୍ୟବଧାନ ପରସ୍ପର ସମାନ। ଏଇଟା ଥିଲା କନସେପ୍ଟ ପିଲେ। 6ଟି କନସେପ୍ଟ ଆମେ ପାଉଛୁ। ବୁଝିହେଲା? ତାପରେ ପିଲାମାନେ ଆମେ ଦେଖିବା ରମ୍ବସର କ୍ଷେତ୍ରଫଳ ଆମେ କେମିତି ନିର୍ଣ୍ଣୟ କରିବା। ଯଦି ଆମକୁ କର୍ଣ୍ଣ ଦ୍ୱୟର ଦୈର୍ଘ୍ୟ ଦତ୍ତ ଅଛି ତେବେ ଆମେ ରମ୍ବସର କ୍ଷେତ୍ରଫଳ କିପରି ନିର୍ଣ୍ଣୟ କରିବା ଏଠି ଆମେ ଦେଖିବା। ତ ଆମେ ଜାଣିଛୁ ଏଇଟା ହଉଛି ରମ୍ବସ ଏବଂ ଏଇ ରମ୍ବସର ଏଇଟା ଗୋଟେ କର୍ଣ୍ଣ ପିଲେ ଏବଂ ଏଇଟା ଗୋଟେ ଆଉ ଗୋଟେ କର୍ଣ୍ଣ। ଏମିତି ଆମେ ଦୁଇଟି କର୍ଣ୍ଣ ପାଉଛୁ ଏବଂ ଏଇ କର୍ଣ୍ଣର ନାଁ ମୁଁ ଦେଇ ଦଉଛି D1 ଏବଂ ଏଇ କର୍ଣ୍ଣ ଯୋଉ ଦେଖୁଛ ପିଲେ ଏଇ କର୍ଣ୍ଣର ନାଁ ଦେଇ ଦଉଛି ମୁଁ D2। ବୁଝି ହଉଛି? ତ ଆମେ D1 ଆଉ D2 ଏମିତି ଦୁଇଟି କର୍ଣ୍ଣ ପାଉଛୁ। ଆଉ D1 କଣ ପାଇଁ ନିଆଯାଏ ପିଲେ? କାହିଁକି ଇଂରାଜୀ ନାମ ହେଉଛି କର୍ଣ୍ଣର ଡାଇଗୋନାଲ। ଠିକ ଅଛି? ଡାଇଗୋନାଲକୁ ଆମେ କର୍ଣ୍ଣ ବୋଲି କହିଥାଉ। ତ ଏଇଟା ହଉଛି କର୍ଣ୍ଣ 1 ଏଇଟା ହଉଛି କର୍ଣ୍ଣ 2। ଆମକୁ କଣ କରିବାର ଅଛି? ଆମକୁ କର୍ଣ୍ଣ ଦୁଇଟି ଦିଆଯାଇଛି। ଆମକୁ ନିର୍ଣ୍ଣୟ କରିବାର ଅଛି ରମ୍ବସର କ୍ଷେତ୍ରଫଳ। ତ ଆମେ କେମିତି ନିର୍ଣ୍ଣୟ କରିବା? ଆମେ ପ୍ରଥମେ କଣ କରିବା? ଏହାର ନାଁ ମୁଁ ଦେଇଦଉଛି ରମ୍ବସର ନାଁ ଦେଇଦଉଛି AB ଆଉ CD ଆଉ କର୍ଣ୍ଣ ଦୁଇଟି ଯେଉଁଠି ଛେଦ କରୁଛନ୍ତି ସେଇ ବିନ୍ଦୁର ନାଁ ଦେଇଦଉଛି ମୁଁ O। ଆମକୁ ମନେକର କଣ ନିର୍ଣ୍ଣୟ କରିବାର ଅଛି ପିଲେ? ଆମକୁ ନିର୍ଣ୍ଣୟ କରିବାର ଅଛି ମନେକର B ଓ C ର କ୍ଷେତ୍ରଫଳ ମନେକର ନିର୍ଣ୍ଣୟ କରିବାର ଅଛି। ତ୍ରିଭୁଜ BOC ରେ ତମେ ଦେଖିପାରୁଥିବ ତ୍ରିଭୁଜ BOC ର ଆମେ ଡାଇରେକ୍ଟ କ୍ଷେତ୍ରଫଳ ନିର୍ଣ୍ଣୟ କରିବା। ତ୍ରିଭୁଜ BOC ର କ୍ଷେତ୍ରଫଳ କେତେ ହେବ ପିଲାମାନେ? ହାଫ୍ ଇଣ୍ଟୁ ବେସ୍ ଇଣ୍ଟୁ ହାଇଟ୍। ଭୂମି ଇଣ୍ଟୁ ଉଚ୍ଚତା। B ନେ ଭୂମି ପିଲେ H ରେ ଉଚ୍ଚତା। ତ ହାଫ୍ ଭୂମି ଦେଖ ପିଲେ ଭୂମି କୋଉଠି ଅଛି? ଏଇଟା ଭୂମି ବା ଏଇଟା ଉଚ୍ଚତା କିମ୍ବା ଏଇଟାକୁ ଉଚ୍ଚତା କହିପାର ଏଇଟାକୁ ଭୂମି କହିପାର। କଣ ପାଇଁ ପିଲେ? କାହିଁକି କର୍ଣ୍ଣଦ୍ୱୟ ଯୋଉ କୋଣରେ ଛେଦ କରନ୍ତି ସେଇଟା ହଉଛି 90 ଡିଗ୍ରୀ। ଏମିତି ବି ଆମେ କରିପାରିବା। ତ ଏଇଟା ହଉଛି 90 ଡିଗ୍ରୀ
ଆଉ 90 डिग्री हेले कौन होची गोटे को बेस गोटे को हाइट गोटे को भूमि गोटे को उच्चता आम कही परिबा। तो भूमि जगह मु कौन लिखिबी भूमि जगह देख पिले एई कर्णर नाम मु D2 देइछि तो एठिरु जो हबो बी रु ओ तो बी रु ओ पर्यंत मु बी जगह बीओ लिखि दउछि आउ एच जगह कौन लिखुछि एच जगह लिखुछि मु ओसी ठीक अछि एवं हाफ बीओ बीओ केते हेबो एटा तो D2 रो आधा हेबो D2/2 एवं ओसी केते हेबो पिले एटा D1/2 हेबो बुझिहेला तो हमको मिली गला हाफ इंटू D2/2 इंटू D1/2 होची त्रिभुज बीओसी रो क्षेत्रफल। तो ए जो त्रिभुज आम पाउछु बीओसी रो क्षेत्रफल एमिति आम केतोटी त्रिभुज पाउछु आम चारोटी पाउछु। तो आम त्रिभुज बीओसी रो क्षेत्रफल पाई गला परे आम एबे रंबस रंबस एबीसीडी रो क्षेत्रफल निर्णय करि परिबा। क्षेत्रफल इक्वल टू केते पिला माने 4 इंटू त्रिभुज बीओसी रो क्षेत्रफल ठीक है तापर 4 इंटू त्रिभुज बीएसी रो अबे जस्ट बाहर करिछु हमें 1/2 इंटू ओके ठीक से लिखिबा बेले D1/2 को आगो लिखुछि तापर D2/2 को आगो 4 लिखुछि एमिति हेबो एवं एटा केमति हेबो पिले कटि जिवो कि नै कटि जिवो केतरे कटिबो 2 2 4 एवं एई 2 एई जो 2 आउ एई 2 कटि गला तो हमें कोन पाइलु हमें पाइलु 1/2 को आगो नै जाउछि 1/2 D1 इंटू D2 बुझिहेला हाफ होल इंटू बा हाफ इंटू हाफ D1 इंटू D2 एमिति कहि पारो तो रंबस र क्षेत्रफल हाफ इंटू कर्णद्वयर गुणफल आम एमिति लिखि परिबा। रंबस र क्षेत्रफल कौन लिखि परिबा हाफ इंटू कर्णद्वयर गुणफल एटा होछि पिले रंबस र क्षेत्रफल। तो बहुत सर्टकट रे आम मन रखिबा जदि हमकु कर्ण दुईटी दिया जाइछि कर्ण दुईटी को गुणी देबा एवं ताहार अधा जो हेबो पिले सेटा होछि रंबस र क्षेत्रफल ठीक अछि। तापर आम देखा पाने रंबस दुईटी कर्णर दैर्घ्य आमको दत्त थे रंबस दुईटी कर्णर दैर्घ्य दत्त थे आम केमी गोटे बाहुर दैर्घ्य निर्णय कर रंबस बाहुर दैर्घ्य निर्णय कर रंबस नाम दे दौर एबीसीडी एवं ये जो आम पाचु दुईटी कर्ण फास्ट जो आम कर्ण पाचु एसी या D1 देदेली एवं बीडी जो कर्ण पाचु या D2 दे दूसरी बुझीगला पे तो एमती आम गोटे रंबस पाउछु आ दुईटी कर्ण पाउछु एठी पिले मु एसी को D1 बोली नहीं आउ बीडी को D2 बोली नहीं पिला माने ठीक अछि आउ जो कर्णद्वय परस्पर को छेद करूछंती सेही पॉइंट ना हला ओ एवं मु एठी सीओ निर्णय करूछु पिला माने सीओ ओके सीओ केते हबो पिला माने सीओ हिचिबो D1 रो आधा ए जो सीओ कौन हम पे पूरा एसी टा जदि D1 हेउछि सीओ कौन हम D1/2 सेमिति ओबी ओबी मु निर्णय करबी बेले कौन हम पिला माने ओबी निर्णय करबी बेले पूराटा D2 तार आधा हिजिबो D2/2 हिजिबो एबे आमे जदि त्रिभुज एई त्रिभुज को देखिबा जे कोनोसे गुटे त्रिभुज को देखिबा त्रिभुज ओबीसी रे एटा होछि 90 डिग्री एवं 90 डिग्री सामना रे कर्ण थाए कर्ण होछि बीसी पिले तो बीसी आमे केमिति निर्णय करिबा आमे पिथागोरस उपपाद्य हिसाब रे निर्णय करिबा कोन हेबा पिले ओबी रो स्क्वायर प्लस ओसी रो स्क्वायर रो रूट ओवर हे जिवो हबो कि नै पिले कर्ण रो सूत्र आमे कोन जानिछो पी आ बी रो स्क्वायर रो समष्टि रो रूट ओवर होय तो आमे कोन करिबा एठी ओबी तो जस्ट निर्णय करिछो D2/2 रो होल स्क्वायर प्लस ओसी तो आमे जानिछो D1/2 रो होल स्क्वायर तार कौन हो रूट ओवर हो ठीक अच्छे इक्वल टू एटा कौन हो पे फास्ट मु D1 लिखि दउछि D1 रा स्क्वायर बाय 4 प्लस D2 रा स्क्वायर बाय 4 तार रूट ओवर हो एवं लसागु गला परे कौन हेबो पे 4 हैला लसागु आउ एटा हैला D1 रा स्क्वायर आउ एटा हैला D2 रा स्क्वायर रो रूट ओवर तापर पिला माने कौन हो एटा देखो और 4 रो रूट ओवर आमे निर्णय करि परिबा आउ D1 रो मु लिखि दउछि D1 स्क्वायर प्लस D2 रो स्क्वायर बाय 4 आमे एमिति लिखि परिबा 4 हेबो कि पिले रूट ओवर बाहर करला परे एटा हिजबो 2 बुझी हैला तो D1 रो स्क्वायर प्लस D2 रो स्क्वायर रूट ओवर बाय 2 हिजबो तो हाफ इंटू
प्रथम कर्णर स्क्वायर प्लस द्वितीय कर्णर स्क्वायर रूट ओवर हो आम एमती लिखिपर रंबस गोटे बाहुर दैर्घ्य ओके पिले बीसी जो देखुच बीसी ए बाहु गोटे बाहुर दैर्घ्य इक्वल टू हाफ फुल इंटू रूट ओवर ऑफ प्रथम कर्णर दैर्घ्यर स्क्वायर प्लस द्वितीय कर्णर दैर्घ्यर स्क्वायर आम एमती लिखिपर एटा थिला पिले गोटे बाहुर दैर्घ्य आम केमी निर्णय करें जदि आमको रंबस द्वयर दैर्घ्य दि जाइए ठीक अच्छे